ବେଳେବେଳେ ଆମ ଜୀବନ ଭିତରେ ଏମିତି କିଛି ମୁହୂର୍ତ୍ତ ଆସେ ଯାହାକୁ ଡେଇଁ ଆଗକୁ ଯିବା ଆମ ପାଇଁ କଷ୍ଟକର ହୋଇପଡ଼େ। କେତେବେଳେ ଯେ ଆମେ ଅଜାଣତରେ ଅନ୍ୟର ଖୁସିକୁ ଦେଖି ଈର୍ଷା କରି ଆମ ଭାଗ୍ୟକୁ ଦୋଷ ଦେଇ ପକାଉ ତାହା ମଧ୍ୟ ଜାଣିପାରୁନା। ସମସ୍ତଙ୍କ ଜୀବନ ସହିତ ନିଜର ଜୀବନକୁ ତୁଳନା କରିବାରେ ଆମେ ଏତେ ବ୍ୟସ୍ତ ହୋଇଯାଉ ଯେ ଆମର ଗୋଟେ ଛୋଟ ଛୋଟ ଖୁସିର ସଂସାରଟି କେତେବେଳେ ଯେ କାଚର ଆଇନା ଭଳି ଭାଙ୍ଗି ସାରିଥାଏ ତାହା ମଧ୍ୟ ଆମେ ଜାଣିପାରୁନା। କିନ୍ତୁ ନିଜ ଦୁନିଆରେ ଖୁସି ରହି ସବୁ ଝଡ଼ଝଞ୍ଜାକୁ ଡେଇଁ ଆଗକୁ ବଢ଼ିବା ହିଁ ତ ଜୀବନ ହୋଇଥାଏ। ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ମୁଁ କାହାର ଭାଗ୍ୟ ତିଆରି କରେ ନାହିଁ। ମଣିଷ ନିଜେ ନିଜର ଭାଗ୍ୟ ତିଆରି କରିଥାଏ। ତୁମେ ଆଜି ଯାହା କରୁଛ ତାହାର ଫଳ ତୁମକୁ କାଲି ପ୍ରାପ୍ତ ହେବ ଏବଂ ଆଜି ଯାହା ତୁମ ଭାଗ୍ୟରେ ଅଛି ତାହା ପୂର୍ବରୁ କରାଯାଇଥିବା କର୍ମର ଫଳ। ସେଥିପାଇଁ ଜୀବନକୁ ଉପଭୋଗ କର, ନିଜେ ହସ ଓ ଅନ୍ୟକୁ ହସାଅ। ରାଗ ଓ ହିଂସା ଛାଡ଼, କାରଣ ମଣିଷର ନିଶ୍ୱାସକୁ ବି ଜଣା ନଥାଏ ଯେ ସେ ଫେରିବ କି ନାହିଁ। ଆଜିର ସଂସାରରେ ଅନେକ ଲୋକ ଅନ୍ୟମାନଙ୍କୁ ବିପଦରେ ପକାଇ ତାଙ୍କର ସରଳତାର ସୁଯୋଗ ନେଇ ତାଙ୍କୁ ନିନ୍ଦିତ କରି ଖୁସି ମନାଇଥାନ୍ତି। ହେଲେ ସେ ନିଜେ ମଧ୍ୟ ଜାଣିନଥାନ୍ତି ଯେ ସେ ଖୁସି ଖୁବ୍ ଅଳ୍ପ ଦିନର ବୋଲି। ସେମାନେ ଜାଣିନଥାନ୍ତି ଯେ ଅନ୍ୟ ପାଇଁ ଖୋଳିଥିବା ଗାତରେ ଦିନେ ନା ଦିନେ ସେ ନିଜେ ପଡ଼ିବ ବୋଲି।